କହିବି ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ ଭବ ଜୟ ମା ରାମଚଣ୍ଡୀ ଅଗଣିତ ଦର୍ଶକ ମାନଙ୍କୁ ମୋର କୋଟି କୋଟି ନମସ୍କାର। ମୁଁ ଆଶା କରିକି ପ୍ରଭୁ ଜଗନ୍ନାଥ ଜଗନ୍ନାଥଙ୍କୁ ପ୍ରତ୍ୟେକ ଓଡ଼ିଆଙ୍କୁ ପ୍ରଭୁ ଜଗନ୍ନାଥ ଭଲରେ ରଖିଥିବେ, ଆମକୁ ବି ଭଲ ରଖିଛନ୍ତି। ଆଜି ଆମର ପ୍ରୋଗ୍ରାମ ଚାଲିଛି ଖଙ୍ଗାରପଲ୍ଲୀ ବାହାରଚୁଲା ପାଖ ଖଙ୍ଗାରପଲ୍ଲୀରେ ଆମର ପ୍ରୋଗ୍ରାମ ଆଜି ମାନସିକ ନାଚ ହେଉଛି ହବାର ଥିଲା 4ଟା ବେଳକୁ, ଆଉ ବର୍ଷା ସତ୍ତ୍ୱେ ପ୍ରୋଗ୍ରାମଟେ 7ଟା ବେଳକୁ ହେଲା। କ'ଣ କରିବା, ଲୋକ ବି ଭଲ ଲୋକ ଅଛନ୍ତି, ଭଲ ପ୍ରୋଗ୍ରାମ ହେଉଛି। ଆଉ ହୁରିଆନା କୁହ ଟିକେ। ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ ଭବ। ମୁଁ ହୁରିଆ, ଆଶା କରେ ଆପଣମାନେ ନିଶ୍ଚୟ ଭଲ ଥିବେ। ମୁଁ ମଧ୍ୟ ଆପଣଙ୍କ ଆଶୀର୍ବାଦରୁ ଭଲରେ ଅଛି। ଆଜି ଆମର ବାହାରଚଣ୍ଡୀ ନିକଟସ୍ଥ ଖଙ୍ଗାରପଲ୍ଲୀ ଗ୍ରାମରେ ଆଜି ଆମର ମାନସିକ ପ୍ରୋଗ୍ରାମ, କିନ୍ତୁ ସମସ୍ତଙ୍କ ଦର୍ଶକଙ୍କ ଅନୁରୋଧ କ୍ରମେ କାମଜନ ହେବାର ଥିଲା, କିନ୍ତୁ କ୍ୟାନସେଲ୍ ହୋଇ ଆଜି ସମ୍ପୂର୍ଣ୍ଣ ହେବାର୍ଥ ହେଉଛି। ଲୋକ ଭରପୁର ଅଛନ୍ତି। ନାଟକ କରିବା ପାଇଁ ପୁରା ଏକଦମ ମନ ଖୁସି ଲାଗୁଛି, ଦିଲ ଖୁସି ଲାଗୁଛି। ବର୍ତ୍ତମାନ ମୋର ବନବାସ ସିନ୍ ସରିଯାଇଛି, ବନବାସ ହେଇଛି, ବର୍ତ୍ତମାନ ବନବାସରେ ମୁଁ ଅଛି। ଆଉ ଦର୍ଶକ ଭଲ ଅଛନ୍ତି, ଦର୍ଶକ ବି ଯାତ୍ରା ଦେଖିବାର ପୁରା ମଜା ଉଠାଉଛନ୍ତି। ଆଉ ନିଜକୁ ବି ତ କମ୍ଫର୍ଟେବଲ୍ ଲାଗୁଛି ନାଚ କରିବା ପାଇଁ। ଆଉ କ'ଣ କହିବି, ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ଆଉ ସମସ୍ତେ ଜାଣିତେ ଆଜି 24 ତାରିଖ ଖଙ୍ଗାରପଲ୍ଲୀ ମହାଭାରତ ନାଟକ ହେଉଛି। ଆଉ ସମସ୍ତେ ଜାଣିଛ ପାର୍ଟିର ମ୍ୟାନେଜର ବୁନୁ ଭାଇ କମେଡି କିଙ୍ଗ। ଆଜି ବୁନୁ ଭାଇ ଟିକେ କୁହ। ନମସ୍କାର, ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ଅଗଣିତ ଦର୍ଶକ ବନ୍ଧୁଙ୍କୁ ମୋର ମତାନୁଆ ପ୍ରଣାମ। ଆଜି ଆମେ ଆସିକି ପହଞ୍ଚିଛୁ ବର୍ତ୍ତମାନ ଖଙ୍ଗାରପଲ୍ଲୀରେ। ଆଉ ଯାହା ହଉ କାଲି ରାତି ଅନିଦ୍ରା ହେଇକି ଆସିଥିଲୁ, ଟିକେ ରେଷ୍ଟ ବି ନେଇପାରିନୁ। ଆଜି 12ଟା ବେଳୁ ବାହାରିକି ଆସିଛୁ ଭାରି, କାହିଁକିନା ତାଙ୍କର 4ଟା ବେଳେ ନାଟକ ପରିବେଷଣ ହେବାର ଥିଲା, କିନ୍ତୁ କୌଣସି ତାଙ୍କର କାରଣବଶତଃ କୁଣିଆ ମୈତ୍ର ଏମିତିଆ ଭିତରେ ଗାଁ ଲୋକ ଭୋଜି ଖାଇନଥିଲେ। ତେଣୁକରି ନାଟକ ମଞ୍ଚସ୍ଥ ହେଲା ବେଳକୁ 7:30 ହେଇଗଲାଣି। ଯାହାହେଲେ ମେକଅପ୍ ହେଇକି ଘଣ୍ଟେ 2 ଘଣ୍ଟା ବସିଗଲା ମାନେ ନାଟକଟା କିଛି ଟିକେ ଭିଡ଼ ପଡ଼ିବ। ତଥାପି କଳାକାରମାନେ ଆମର ସମସ୍ତେ ଦମ୍ ଲଗାଇ ନାଟକକୁ ମଞ୍ଚସ୍ଥ କରୁଛନ୍ତି ଏବଂ ବହୁତ ଦର୍ଶକ ମଧ୍ୟ ନାଟକକୁ ବସି ଉପଭୋଗ କରୁଛନ୍ତି। ଚେୟାର ପଡ଼ି ସେମାନଙ୍କ ପାଇଁ, ଚେୟାର ଉପରେ ବସି ଦୁଆରେ ବସି ସବୁ ନାଟକକୁ ଉପଭୋଗ କରୁଛନ୍ତି। ରହୁଛି, ନମସ୍କାର, ଜୟ ଜଗନ୍ନାଥ। ଆଉ ସମସ୍ତେ ତ ଶୁଣିଲ, ଆଜି ବି ମାଧବାନା ସାଉଣ୍ଡ ଆସୁଛି, ସାଉଣ୍ଡ ବି ଭାରି ଭଲ ହେଉଛି, ଭଲ ଲୋକ ବି ଅଛନ୍ତି ଦର୍ଶକ ମାନେ। ଆଉ ଟିକେ ଆସ, ଦି ଜଣ ଆସ, ଟିକେ ଆସ। ଆଉ ସମସ୍ତେ ତ ଜାଣିଛ ନୟାଗଡ଼ ଜଣେ ଭଲ ଆର୍ଟିଷ୍ଟ, ମାନେ ଭଲ କଳାକାର କହିବାକୁ ଗଲେ, ତାଙ୍କୁ ବି ମୋର ଭାରି ପସନ୍ଦ। ଦୁର୍ଭାଗ୍ୟବଶତଃ ସେ ତ ମୋ ପାଟିକି ଟିକେ ପସନ୍ଦ କରୁନାହାନ୍ତି, ଆସୁନାହାନ୍ତି ପାଟିକି। ଆଉ ସେ ବର୍ତ୍ତମାନ ଗୋତିଡ଼ା ପାଟିରେ ଅଛନ୍ତି। ଗଲା ବର୍ଷ ମଜୁରାପଲ୍ଲୀ ପାଟିରେ ଥିଲେ, ବର୍ଷ ଗୋତିଡ଼ା ପାଟିରେ ଅଛନ୍ତି। ଆଉ କ'ଣ କରିବା, ଭଲ କଳାକାର, ଅତି ପସନ୍ଦ ମୋତେ, ଟିକେ ମୋତେ ଭାରି ଭଲ। ଆଉ ସାନ ଭାଇ ତ ରହସ୍ୟ ଟିକେ କହିଦେଲି। ଶିବୁ ମୋ ଚ୍ୟାନେଲ ଆଉ ଟିକେ କୁହ। ନମସ୍କାର ଅଗଣିତ ଦର୍ଶକ ବନ୍ଧୁମାନଙ୍କୁ। କ'ଣ କହିବି, ଆଉ ମୋର ତ ବହୁତ ଇଚ୍ଛା ଆସିବା ପାଇଁ ଚଣ୍ଡିପାଟିକୁ। ମୁଁ ଡରିକି ଆସିପାରୁନି ଏ ପାଟିକୁ, ଯେହେତୁ ଏତେ ବଡ଼ ବଡ଼ କଳାକାର ଅଛନ୍ତି। ମୁଁ ଏତେ ବଡ଼ କଳାକାର ନୁହେଁ, ଏ ପାଟି ପାଇଁ ଯୋଗ୍ୟ ନୁହଁ, ସେଥିପାଇଁ ଆସିପାରୁନି। କିନ୍ତୁ ଭାଇ କହିଲେ ତାଙ୍କ ଆଶୀର୍ବାଦ ରହୁ, ଯେମିତି ମୁଁ ଆସନ୍ତା ବର୍ଷକୁ ଆସିବି। ଦେଖ ଭଗବାନଙ୍କର ଆଶୀର୍ବାଦ ସେଇଟା କ'ଣ ହେଉଛି, କିନ୍ତୁ ବହୁତ ଇଚ୍ଛା ଅଛି। କଳା ଛାଡ଼ିବା ପରେ 1 ବର୍ଷ ଚଣ୍ଡିପାଟିରେ ଆସି ମୁଁ ଅଭିନୟ କରିବି। ମୋର ଏଇଟା ଅଛି, ବହୁତ ଅନୁଭୂତି ନିହାତି ରହିବ। ଏଇଟା ତାଙ୍କ ପାଇଁ ସଦାବେଳେ ମୁଁ କହିଦେଇଛି ଖୋଲା। ଆଉ ସମସ୍ତେ ତ ଜାଣିଛ ବର୍ତ୍ତମାନ ଭାଇରାଲ ହନୁମାନ ସିପୁନ, ସେ ଶିବୁ ଭାଇ ପାଖରେ ଠିଆ ଅଛନ୍ତି। ଆଉ ଶିବୁ ଭାଇକି ପାଇକି ଭାରି ଖୁସି ବି। ସେ ତ ବର୍ତ୍ତମାନ ସାରା ଓଡ଼ିଶାରେ ଭାଇରାଲ ହନୁମାନ। ଆଉ କୁହ ଟିକେ। ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ ଭବ। ମୁଁ ତ କହିଥିଲି ଆଜି ଖଙ୍ଗାରପୁରରେ ଆମର ନାଚ କରିବୁ ବୋଲି, ଆଜି ଭାରି ଖୁସି ଲାଗୁଛି। ଲୋକ ବି ପ୍ରବଳ ଅଛନ୍ତି, ନାଚ କରିବାକୁ ଭଲ ଲାଗୁଛି। ଆଜି ଆମର ମହାଭାରତ ଚାଲିଛି, ଦ୍ରୌପଦୀ ବସ୍ତ୍ରହରଣ, ମୁଁ ସେଥିରେ ଅର୍ଜୁନ ରୋଲ୍ କରୁଛି। ଆଉ ଜୁନାଇଲ ଚ୍ୟାନେଲକୁ ଲାଇକ୍ କମେଣ୍ଟ ସେୟାର କରନ୍ତୁ, ଆମକୁ ଟିକେ ଆଗକୁ ଆଗକୁ ବଢ଼ାନ୍ତୁ। ଆଉ ସମସ୍ତେ ତ ଶୁଣିଲ, ଆଜି ତ ମାଧବାନା ସାଉଣ୍ଡ ବି ଲାଗିଛି, ଭଲ ସାଉଣ୍ଡ ଲାଗିଛି, ଭଲ ଷ୍ଟେଜ୍, ଭଲ ଲୋକ, ଭଲ ନାଚ କରିବା ଭଲ ଲାଗୁଛି। କିନ୍ତୁ ଟାଇମ୍ ଟିକେ ଲେଟ୍ ହେଇଗଲା, ତ ପ୍ରୋଗ୍ରାମ କରିବାକୁ ଟିକେ ବାଧାପ୍ରାପ୍ତ ରାତି ଅନ୍ଧାର କାଲି ହେଇକି ଆସିଲି, କଷ୍ଟ ଟିକେ ହେଉଛି। ଆଉ ବର୍ତ୍ତମାନ ସାରା ଓଡ଼ିଶାରେ ତ ବର୍ତ୍ତମାନ କିଉଟି ହିରୋଇନି ଗୁଣ୍ଡିଚା, ସେ ଶିବୁ ଭାଇ ପାଖରେ ଠିଆ ଅଛନ୍ତି। କୁହ ଟିକେ ଗୁଣ୍ଡିଚା। ସର୍ବପ୍ରଥମେ ଅଗଣିତ ଦର୍ଶକ ବନ୍ଧୁମାନଙ୍କୁ ମୋର ଭୂମିଷ୍ଠ ଭାର ପ୍ରଣାମ। ଆଜି ତ ଆମର ଖଙ୍ଗାରପଲ୍ଲୀ ଗ୍ରାମରେ ମହାଭାରତ ନାଟକ ଚାଲିଛି। ବର୍ତ୍ତମାନ ତ ନାଟକ 3 ଭାଗ ହେଇଗଲାଣି, ଆଉ 1 ଭାଗ ଅଛି। ବହୁତ ଶୀଘ୍ର ଆସିଯାଇଥିଲେ, କିନ୍ତୁ ତାଙ୍କ କିଛି ପ୍ରୋବ୍ଲେମ୍ ଯୋଗୁଁ ଟିକେ ଡେରି ହେଲା। ନାଟକ ବି ବହୁତ ଭଲ ଚାଲିଛି, ଲୋକମାନେ ବି ବହୁତ ଭଲ ଅଛନ୍ତି, ବହୁତ ଖୁସି ଲାଗୁଛି।
ମୋ ସହିତ ବି ଶିବୁ ଭାଇ ଆସିଛନ୍ତି ମୋତେ ବି ବହୁତ ଖୁସି ଲାଗୁଛି ସେ ଆଜି ମୋ ସହିତ ଆସିଛନ୍ତି ଆଉ ମୁଁ ବି ସଦାବେଳେ ଆଶା କରିକି ସେ କେମିତି ଆମ ପାଖରେ ସଦାବେଳେ ରୁହନ୍ତୁ ସେ ବି ମୋର ଜଣେ ବହୁତ ଭଲ ମାନେ ବନ୍ଧୁ କହିଲେ ବି ଅତୃପ୍ତି ହେବ ନାହିଁ ଆଉ ଗଣିତ ଦର୍ଶକ ବନ୍ଧୁମାନଙ୍କୁ ମୁଁ ଏତିକି କହୁଛି ଯେ ଆମ ନାଟକ ଦେଖନ୍ତୁ ମହାଭାରତ ନାଟକ ବୁକିଂ କରିକି ନିଅନ୍ତୁ ଉପଭୋଗ କରନ୍ତୁ ଭୁଲ କେଉଁଠି ଠିକ୍ କେଉଁଠି ଆପଣମାନେ ଆମକୁ କମେଣ୍ଟ ମାଧ୍ୟମରେ ମତାମତ ଦିଅନ୍ତୁ ଆଉ ଝୁନା ଭାଇଙ୍କ ଚ୍ୟାନେଲକୁ ଲାଇକ୍ ସେୟାର ସବସ୍କ୍ରାଇବ୍ କରନ୍ତୁ ଆଗକୁ ନିଅନ୍ତୁ ଆମ ପାଇଁ ଭଲ ପାଇବା ଏମିତି ବାଢ଼ି ରଖନ୍ତୁ ଆମେ ସେମିତି ସଦାସର୍ବଦା ଆପଣଙ୍କ ଭଲ ପାଇଁ ଅଛି ଆପଣଙ୍କ ମନୋରଞ୍ଜନ ପାଇଁ ସଦାସର୍ବଦା ଅଛି ଆଉ ଗଣିତ ଦର୍ଶକ ମାନେ ଆମକୁ ବି ଭାରି ଭଲ ପାଉଛନ୍ତି ଶେଷ ସମୟରେ କହିବାକୁ ଯାଉଛି ପ୍ରଭୁ ଜଗନ୍ନାଥ ପ୍ରତ୍ୟେକ ଓଡ଼ିଶାବାସୀଙ୍କୁ ଭଲ ରଖିଥାନ୍ତୁ ଆଉ ଆମ କଳାକାରମାନଙ୍କୁ ଭଲରେ ରଖିଥାନ୍ତୁ ତାଙ୍କ ଶରୀର ସୁସ୍ଥ ରଖନ୍ତୁ ସେମାନେ ଶରୀର ସୁସ୍ଥ ରହିଲେ ସେମାନେ କଳା ପ୍ରଦର୍ଶନ କରିବେ ଆଉ କ'ଣ କରିବେ ଆମର କଳାର ଜୀବନ ଅଗଣିତ ଦର୍ଶକମାନଙ୍କୁ ହାତ ଯୋଡ଼ି ନିଆଯାଉଛି ସମସ୍ତେ ମୋ ଚ୍ୟାନେଲକୁ ଲାଇକ୍ ସବସ୍କ୍ରାଇବ୍ କମେଣ୍ଟ କରନ୍ତୁ ଟିକେ ଉପରକୁ ଏତିକି କହି ବିଦାୟ ନେଉଛି ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ ଭବ ଜୟ ମା ରାମଚଣ୍ଡୀ ଜୟ ମା ରାମଚଣ୍ଡୀ ଜୟ ମା ରାମଚଣ୍ଡୀ।